ମୋ ନାଁ ହେଉଛି ବିଷ୍ଣୁ ପ୍ରସାଦ ଭୂୟାଁ ଆଉ ବାବାଙ୍କ ନାଁ ହେଉଛି ପୂର୍ଣ୍ଣଚନ୍ଦ୍ର ଭୂୟାଁ। ଏଇ ରଥଟା କରିବା ପାଇଁ ମୋତେ ପାଖାପାଖି ମାସେ ଖଣ୍ଡେ ସମୟ ଲାଗିଥିଲା। ଯେହେତୁ ସମସ୍ତେ ତ ପୁରୀ ଯାଇପାରିବେନି ନା, ସେଥିପାଇଁ ଆମ ଗାଁଟା ଯେହେତୁ ଦାଣ୍ଡମକୁନ୍ଦପୁର ଗୋପାଳଜୀଙ୍କ ମନ୍ଦିର ବି ପାଖରେ ଅଛି। ଏଇଟା ଐତିହାସିକ ଗ୍ରାମ ମଧ୍ୟ, ଏଇଠି ସାଲବେଗ ହିଁ ଯାଇଥିଲେ। ସେଥିପାଇଁକା ମୁଁ ରଥ କରିଛି 3 ବର୍ଷ ହେଲା ଏଇ ରଥ କରିଛି। ରଥରେ ପେପର, ତାପରେ କାର୍ଟୁନ, ସୋଲ, ଚାନ୍ଦୁଆ କପଡ଼ା, କଲର୍ ଇତ୍ୟାଦି ବ୍ୟବହାର କରିଛି ଏଇ ରଥଟା। ଆଉ ଉତ୍ସାହିତ ପରିବାର ଲୋକ ବି ବହୁତ ସପୋର୍ଟ କରନ୍ତି, ବହୁତ ଉତ୍ସାହିତ ଅଛି, ଗାଁ ଲୋକ ବି ବହୁତ ଖୁସି ଅଛନ୍ତି। ହଁ ମୁଁ ବହୁତ ଖୁସି, ଆମେ ସମସ୍ତେ ଖୁସି ଅଛୁ। ଛୋଟ ପିଲା ଛୋଟରୁ ବି କରୁଛି, 3 ବର୍ଷ ହେଲା କଲାଣି। ଆଉ ବିଭିନ୍ନ ପ୍ରକାର ସବୁ କାମ କରେ, ଆର୍ଟ କାମ ହରିକା ସବୁ କରେ। ଆମେ ବହୁତ ଖୁସି। ପ୍ରଥମ ବର୍ଷ ଛୋଟଟେ କରିଥିଲା, ଦ୍ୱିତୀୟ ବର୍ଷ ଟିକେ ବଡ଼ କଲା, ଏ ବର୍ଷ ଆଉ ଟିକେ ବଡ଼ କରିଛି। ହଁ ଆମେ ବହୁତ ଖୁସି ଅଛୁ। ତାପରେ ରଥ ହେଲା ବେଳେ ସମସ୍ତେ ଆସନ୍ତି ଦେଖିବାକୁ ସାହି ପଡ଼ିଶାରୁ। ରଥ ଗଡ଼ା ହୁଏ, ସମସ୍ତେ ଯୋଗ ଦିଅନ୍ତି ଏଥିରେ।